ॐ जननीं शारदां देवीं रामकृष्णं जगद्गुरुं पादपद्मे तयोश्रित्वा प्रणमामि मुहुर्मुहुः। श्रीमा शारदा देवी स्मृति कथा स्वामी शांतानंद द्वारा 1 ଜାନୁଆରୀ 1917 ଖ୍ରୀଷ୍ଟାବ୍ଦ। ମୁଁ କହିଲି, ମା, ମୋର ଧ୍ୟାନ ଯେପରି ଭଲ ହୁଏ ଏବଂ ସେଥିରେ ମଗ୍ନ ହୋଇଯାଇପାରେ, ଏହି ଆଶୀର୍ବାଦ କରନ୍ତୁ। ମା ମୁଣ୍ଡରେ ହାତ ଦେଇ ଆଶୀର୍ବାଦ କରିବାକୁ ଲାଗିଲେ ଏବଂ କହିଲେ, ସର୍ବଦା ସତ୍ ଅସତ୍ ବିଚାର କରିବ। ମୁଁ କହିଲି, ମା, ବସି ବସି ବିଚାର କରିପାରେ, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ବିଚାର ଆସୁନାହିଁ। ସେତେବେଳେ ମନ କୁଆଡ଼େ ଭସାଇ ନେଇଯାଏ। ଶକ୍ତି ଦିଅନ୍ତୁ ଯେପରି ସେହି ସମୟରେ ଠିକ୍ ରହିପାରେ। ମା କହିଲେ, ବାବା, ଠାକୁରେ ତୁମକୁ ରକ୍ଷା କରିବେ। ତାପରେ କହିଲେ, ତୁମର ଜ୍ଞାନ ଚୈତନ୍ୟ ହେଉ। ଜଣେ ସନ୍ନ୍ୟାସୀ ଭକ୍ତଙ୍କୁ ମା କହୁଛନ୍ତି, ତୁମେମାନେ ସନ୍ନ୍ୟାସୀ, ତୁମମାନଙ୍କର ଗୃହସ୍ଥମାନଙ୍କ ସହିତ ସମ୍ବନ୍ଧ ରଖିବା ଅତ୍ୟନ୍ତ ଖରାପ। ବିଷୟୀ ଲୋକମାନଙ୍କର ପବନ ବାଜିବା ମଧ୍ୟ ଖରାପ। 27 ମେ 1919 ଖ୍ରୀଷ୍ଟାବ୍ଦ, କୋଆଲପଡ଼ା। ମୁଁ ପଚାରିଲି, ମା, ଏତେ ଦିନ ଗଲା, କ'ଣ ହେଲା? ମା କହିଲେ, ସେ ସଂସାରର ସମସ୍ତ ଝଞ୍ଝାଟରୁ ଟାଣି ଆଣି ତାଙ୍କର ପାଦପଦ୍ମରେ ରଖିଛନ୍ତି। ଏହା କ'ଣ କମ୍ ଭାଗ୍ୟ? ଯୋଗୀନ ଅର୍ଥାତ୍ ସ୍ୱାମୀ ଯୋଗାନନ୍ଦ କହୁଥିଲା, ଜପ ଧ୍ୟାନ କରେ ବା ନ କରେ, ସଂସାରର କୌଣସି ଝଞ୍ଝାଟ ନାହିଁ। ଦେଖୁଛ ତ, ମୁଁ ରାଧୁ ପାଇଁ ମାୟାରେ କି ଯନ୍ତ୍ରଣା ଭୋଗୁଛି। ମୁଁ ପଚାରିଲି, ନିର୍ଜନରେ ଯାଇ କୌଣସି ଉଦ୍ୟାନରେ କିଛି ଦିନ ସାଧନ କରିବାକୁ ମୋର ଇଚ୍ଛା ହୁଏ। ମା କହିଲେ, ଏହା ହିଁ ସାଧନା କରିବା ସମୟ। ଏହି ବୟସରେ ହିଁ କରିବାକୁ ହୁଏ। ଅବଶ୍ୟ କର, କିନ୍ତୁ ଖିଆପିଆ ବିଷୟରେ ଲକ୍ଷ୍ୟ ରଖିବ। ଯୋଗୀନ ଅର୍ଥାତ୍ ସ୍ୱାମୀ ଯୋଗାନନ୍ଦ କଠୋରତା କରି କରି ଶେଷରେ ବଡ଼ କଷ୍ଟ ପାଇ ଦେହ ଗଲା। 29 ମେ 1919 ଖ୍ରୀଷ୍ଟାବ୍ଦ, କୋଆଲପଡ଼ା। ମୁଁ କହିଲି, ଅମୁକ ବାବୁ ଆଉ ମଠକୁ ଆସନ୍ତି ନାହିଁ, ଆପଣଙ୍କ ଘରକୁ ବି ଆସନ୍ତି ନାହିଁ। ତାଙ୍କର କାହିଁକି ଏପରି ହେଲା? ମା କହିଲେ, ହଁ, ମୁଁ ଯେତେବେଳେ କଲିକତାରେ ଥିଲି ସେତେବେଳେ ମଧ୍ୟ ମୋ ପାଖକୁ ଆସୁନଥିଲା। ମୁଁ ପଚାରିଲି, ଏତେ ଦିନର ପୁରାତନ ଭକ୍ତ, କାହିଁକି ଏପରି ହେଲା? ମା କହିଲେ, ସବୁ କର୍ମଫଳ। ଅନେକ ଜନ୍ମର କର୍ମ ଥିଲା, ଶେଷ ବେଳକୁ ଆଉ ରହିପାରିଲା ନାହିଁ। ଯେଉଁ କେତୋଟି ଢେଉ ଅଛି, ସବୁ କାଟି କାଟି ଯିବ, ତେବେ ତ ଗୋଟିଏ ଜନ୍ମରେ ମୁକ୍ତି ହେବ। ମୁଁ ପଚାରିଲି, ତାଙ୍କ ଇଚ୍ଛାରେ ଯଦି ସବୁ ହେଉଛି, ତେବେ ସେ କଟାଇ ଦେଉନାହାନ୍ତି କାହିଁକି? ମା କହିଲେ, ତାଙ୍କର ଇଚ୍ଛା ହେଲେ ସେ ସବୁ କାଟି ଦେଇପାରନ୍ତି। ଦେଖ ନା, କର୍ମର ଫଳ ତାଙ୍କୁ ବି ଭୋଗ କରିବାକୁ ହୋଇଥିଲା। ଠାକୁରଙ୍କ ବଡ଼ ଭାଇ ରାମକୁମାର ବିକାର ସମୟରେ ପାଣି ପିଉଥିଲେ। ଠାକୁରେ ତାଙ୍କ ହାତରୁ ଗିଲାସଟି ଟାଣି ଆଣିଲେ। ସେଥିରେ ସେ ଅସନ୍ତୁଷ୍ଟ ହୋଇ କହିଥିଲେ, ତୁ ଯେମିତି ମୋତେ ପାଣି ପିଇବାକୁ ଦେଲୁ ନାହିଁ, ତୁ ମଧ୍ୟ ସେହିପରି ଶେଷ ସମୟରେ କିଛି ଖାଇପାରିବୁ ନାହିଁ। ଠାକୁରେ କହିଲେ, ଭାଇ, ମୁଁ ତ ତୁମର ଭଲ ପାଇଁ କଲି, ତୁମେ ମୋତେ ଅଭିଶାପ ଦେଲ। ଏଥିରେ ସେ କାନ୍ଦି କାନ୍ଦି କହିଲେ, ଭାଇ, କାହିଁକି ମୋ ମୁହଁରୁ ଏପରି କଥା ବାହାରିଲା ଜାଣିନାହିଁ। ଦେଖ, ବେମାରୀ ବେଳେ ତାଙ୍କୁ ମଧ୍ୟ କର୍ମଫଳ ଭୋଗ କରିବାକୁ ପଡ଼ିଲା। କୌଣସି ଜିନିଷ ଖାଇପାରୁନଥିଲେ। ଏହାର ମଧ୍ୟ ଅନେକ ଜନ୍ମର ସଂସ୍କାର ଫଳରେ ଏପରି ହୋଇଛି। ଦେଖୁନାହଁ, ଆର କ'ଣ ହେଲା, କେଉଁ ଆଡ଼ୁ ଯେ କ'ଣ ହୁଏ ବୁଝିପାରିବା ମୁସ୍କିଲ। 4 ଜୁନ 1919 ଖ୍ରୀଷ୍ଟାବ୍ଦ, କୋଆଲପଡ଼ା। ମୁଁ ପଚାରିଲି, ମା, ସଂଖ୍ୟା ରଖି ଜପ କରିବି କି? ମା କହିଲେ, ସଂଖ୍ୟା ରଖି ଜପ କଲେ ସଂଖ୍ୟା ଆଡ଼କୁ ଲକ୍ଷ୍ୟ ରହେ, ସେମିତି ମନେ ମନେ ଜପ କରିବ। ମୁଁ ପଚାରିଲି, ଜପ କରୁ କରୁ ମନ କାହିଁକି ତାଙ୍କଠାରେ ମଗ୍ନ ହେଉନାହିଁ? ମା କହିଲେ, ଜପ କରୁ କରୁ ହେବ, ମନ ନ ବସିଲେ ସୁଦ୍ଧା ଜପ କରିବାକୁ ଛାଡ଼ିବ ନାହିଁ। ତୁମ କାମ ତୁମେ କରିଯିବ। ନାମ କରୁ କରୁ ମନ ଆପେ ସ୍ଥିର ହେବ, ବାୟୁହୀନ ସ୍ଥାନରେ ଦୀପଶିଖା ପରି। ପବନ ଥିଲେ ଦୀପର ଶିଖା ସ୍ଥିର ହୋଇ ରହେ ନାହିଁ। ମନରେ କାମନା ବାସନା ଥିଲେ ମନ ସ୍ଥିର ହୁଏ ନାହିଁ। ଠିକ୍ ଭାବରେ ମନ୍ତ୍ର ଉଚ୍ଚାରଣ ନ ହେଲେ ଡେରି ହୁଏ। ଗୋଟିଏ ସ୍ତ୍ରୀ ଲୋକର ମନ୍ତ୍ର ଥିଲା, ରୁକ୍ମିଣୀ ନାଥାୟ। ସେ ରୁକୁ ରୁକୁ ଜପ କରୁଥିଲା। ସେଥିପାଇଁ ତାକୁ କିଛି ଦିନ ଅଟକିବାକୁ ହୋଇଥିଲା। ପରେ ପୁଣି ତାଙ୍କର କୃପାରୁ ସେ ଠିକ୍ ମନ୍ତ୍ର ପାଇଲା। 12 ଜୁନ 1919 ଖ୍ରୀଷ୍ଟାବ୍ଦ, କୋଆଲପଡ଼ା।
ମୁଁ କହୁଛି ଶରୀର ଭଲ ରହିବା ପାଇଁ କିଛି ଦିନ ହେଲା ଆସନ ଅଭ୍ୟାସ କରୁଛି। ଏହି ଆସନ ଅଭ୍ୟାସ କଲେ ହଜମ ହୁଏ ଓ ବ୍ରହ୍ମଚର୍ଯ୍ୟରେ ସହାୟତା ମିଳେ। ମା କହିଲେ, ଏଥିରେ ଦେହ ଆଡ଼କୁ କାଳେ ମନ ଯିବ ଓ ପୁଣି ଛାଡ଼ିଦେଲେ ମଧ୍ୟ କାଳେ ପରେ ଦେହ ଖରାପ ହେବ, ଏହା ବୁଝି କରିବ। ମୁଁ କହିଲି, ମା, ଭଲ ହଜମ ହେବା ପାଇଁ ମୁଁ 5-10 ମିନିଟ୍ କରେ। ମା କହିଲେ, ତେବେ କରିବ। କୌଣସି ବ୍ୟାୟାମ କରି ଛାଡ଼ିଦେଲେ ଦେହ ଖରାପ ହୁଏ, ତେଣୁ କହୁଥିଲି। ଆଶୀର୍ବାଦ କରୁଛି, ବାବା ଚୈତନ୍ୟ ହେଉ। କାଶୀରେ ବେଣୀମାଧବଙ୍କ ଧ୍ୱଜା ଦେଖି ମା କହିଥିଲେ, ମୋତେ ଏବେ ଏମିତି ଅସମର୍ଥ ଦେଖୁଛ, କିନ୍ତୁ ଠାକୁରଙ୍କର ଦେହତ୍ୟାଗ ହେଲା ପରେ ମୁଁ ଯେତେବେଳେ କାଶୀ ଆସିଥିଲି ସେତେବେଳେ ଏହି ବେଣୀମାଧବଙ୍କ ଧ୍ୱଜା ଉପରେ ଉଠିଥିଲି। ହରିଦ୍ୱାରରେ ଚଣ୍ଡୀ ପାହାଡ଼ ଓ ପୁଷ୍କରରେ ସାବିତ୍ରୀ ପାହାଡ଼ରେ ମଧ୍ୟ ଉଠିଥିଲି। ଜଣେ ସାଧୁ କାଶୀର ମଣିକର୍ଣ୍ଣିକାରେ ଖୁବ୍ ତପସ୍ୟା କରୁଥିଲେ। ମୁଁ କଲିକତା ଫେରିବା ବେଳେ ସେ ମୋତେ କହିଲେ, ମାଙ୍କୁ ପଚାରିବ କେତେ ଦିନରେ ଭଗବାନଙ୍କ କୃପା ମୋ ଉପରେ ହେବ। ମୁଁ ମାଙ୍କୁ ସେ କଥା କହିବାରୁ ମା ଗମ୍ଭୀର ହୋଇ କହିଲେ, ତାକୁ ଲେଖିଦିଅ ଯେ ତପସ୍ୟା କରୁଛ ବୋଲି ଯେ ଭଗବାନଙ୍କର କୃପା ହେବ ଏମିତି ନୁହେଁ। ପୂର୍ବ କାଳରେ ଋଷିମାନେ ଊର୍ଦ୍ଧ୍ୱପଦ ତଳମୁଣ୍ଡ ହୋଇ ତଳେ ନିଆଁ ଲଗାଇ ହଜାର ହଜାର ବର୍ଷ କେତେ କଠୋର ତପସ୍ୟା କରୁଥିଲେ। ସେଥିରେ କେବେ କେବେ କାହା ଉପରେ କୃପା ହେଉଥିଲା, କେବେ ହେଉନଥିଲା। ସବୁ ତାଙ୍କରି ଦୟା ଉପରେ ନିର୍ଭର କରିଥାଏ। ଉଦ୍ବୋଧନରେ ଦିନେ ଜଣେ ଯୁବକ ଭକ୍ତ ମାଙ୍କୁ ସାଧୁ ହେବା ପାଇଁ ଇଚ୍ଛା ଜଣାଇଲେ। ମା ଅଳ୍ପ ହସି ନିକଟସ୍ଥ ଜଣେ ସାଧୁଙ୍କୁ ଦେଖାଇ କହିଲେ, ସମସ୍ତେ ହିଁ ଯଦି ସାଧୁ ହେବେ ତେବେ ଏମାନଙ୍କୁ ଦେଖିବ କିଏ? ଏମାନଙ୍କର ଖାଇବା ଇତ୍ୟାଦି କିଏ ଦେବ? ଯୁବକ ଜଣକ ପରେ ବିବାହ କରିଥିଲେ। ଥରେ ଠାକୁରଙ୍କ ସମୟରେ ଜଣେ ବିଶିଷ୍ଟ ଗୃହସ୍ଥ ଭକ୍ତଙ୍କ ସହିତ ମୋର କାଶୀ ଯିବା କଥା ହେଲା। ସେଥିରେ ମୋର ଗସ୍ତ ଖର୍ଚ୍ଚ ସେ ହିଁ ବହନ କରିଥାନ୍ତେ। ମା ଶୁଣି ମୋତେ କହିଲେ, ତୁମେ ସାଧୁ, ତୁମର କ'ଣ ଯିବା ଭଡ଼ା ଜୁଟିବ ନାହିଁ? ସେମାନେ ଗୃହସ୍ଥ, ତୁମେ ସେମାନଙ୍କ ସହିତ କାହିଁକି ଯିବ? ଏକା ଗାଡ଼ିରେ ଯିବ। ହୁଏତ କହିଲେ ଏଟା କର ସେଟା କର। ତୁମେ ସନ୍ନ୍ୟାସୀ, ତୁମେ କ'ଣ ପାଇଁ ସେସବୁ କରିବାକୁ ଯିବ? ଆଉ ଥରେ ମାଙ୍କର କଲିକତା ଘରୁ ମୋର କାଶୀ ଯିବା କଥା ହେଲା। ସେ ସମ୍ବନ୍ଧରେ କିଛି ସ୍ଥିର କରିନପାରି ମୁଁ ମାଙ୍କୁ ପଚାରିବାରୁ ମା କହିଲେ, ଦେଖ, କଲିକତାରେ ସକାଳୁ ଉଠି ହିଁ ଲୋକମାନେ ଚାକିରି ବାକିରି ଓ ବ୍ୟବସାୟ କରିବାକୁ ଦୌଡ଼ୁଛନ୍ତି, କିନ୍ତୁ କାଶୀରେ ସକାଳୁ ହିଁ ସମସ୍ତେ ଗଙ୍ଗା ସ୍ନାନ, ବିଶ୍ୱନାଥ ଦର୍ଶନ, ଜପଧ୍ୟାନ ଏସବୁ ନେଇ ରହନ୍ତି। ମୁଁ କହିଲି, ଏଠାରେ ଆପଣଙ୍କ ସେବାରେ ରହିଛି। ମା ସେଥିରେ କହିଲେ, ହଁ, ତାହା ଠିକ୍। ଯେଉଁ କେତେଟା ଦିନ ଦେହ ରହିଛି ତାହା ହିଁ ଠିକ୍। ଦିନେ ପ୍ରସଙ୍ଗକ୍ରମେ ମା କହିଲେ, ଠାକୁରଙ୍କର କେଶ କ'ଣ କମ୍ ଜିନିଷ? ତାଙ୍କ ଦେହତ୍ୟାଗ ପରେ ଯେତେବେଳେ ପ୍ରୟାଗ ଗଲି ସେତେବେଳେ ତାଙ୍କ କେଶ ତୀର୍ଥରେ ପକାଇବା ପାଇଁ ନେଇଯାଇଥିଲି। ଗଙ୍ଗା ଯମୁନା ସଙ୍ଗମ ସ୍ଥାନରେ ସ୍ଥିର ଜଳ ପାଖରେ ସେଇ ଚୁଟି ହାତରେ ନେଇ ପାଣିରେ ଦେଇ ବୋଲି ମନେ କରୁଛି। ଏପରି ସମୟରେ ହଠାତ୍ ଗୋଟିଏ ଲହରୀ ଉଠି ତାହା ମୋ ହାତରୁ ନେଇ ପୁଣି ପାଣିରେ ମିଶିଗଲା। ତୀର୍ଥ ପବିତ୍ର ହେବା ପାଇଁ ତାଙ୍କର କେଶ ମୋ ହାତରୁ ନେଇଗଲା। ଦିନେ ମୁଁ ମାଙ୍କୁ ପଚାରିଥିଲି, ମା, ଯେଉଁମାନଙ୍କର ମନ୍ତ୍ରଦାତା ଗୁରୁ ଓ ସନ୍ନ୍ୟାସ ଗୁରୁ ପୃଥକ, ସେମାନେ କାହାକୁ ଗୁରୁ ରୂପରେ ଧ୍ୟାନ କରିବେ? ମା ଉତ୍ତରରେ କହିଲେ, ମନ୍ତ୍ରଦାତା ଗୁରୁ ହିଁ ଗୁରୁ। ଏହି ମନ୍ତ୍ରରୁ ହିଁ କ୍ରମେ କ୍ରମେ ତ୍ୟାଗ, ବୈରାଗ୍ୟ ଓ ସନ୍ନ୍ୟାସ ଲାଭ ହୁଏ। ସ୍ୱାମୀ ତନ୍ମୟାନନ୍ଦଙ୍କ ଦ୍ୱାରା ସ୍ମୃତି କଥା। ଜୟରାମବାଟୀ। ଥରେ ଶୂଳ ବେଦନାରେ ବହୁତ କଷ୍ଟ ପାଉଥିଲି। ସେହି ସମୟରେ ଦିନେ ତନ୍ଦ୍ରାଚ୍ଛନ୍ନ ଅବସ୍ଥାରେ ଅନୁଭବ କଲି କେହି ଯେପରି ମୋତେ ଗୁରୁଙ୍କ ପାଦ ଉଦକ ପାନ କରିବାକୁ କହୁଛନ୍ତି। ତା ପରଦିନ ଜୟରାମବାଟୀ ଯାଇ ମାଙ୍କର ପାଦ ଉଦକ ପାନ କଲି ଏବଂ ତାଙ୍କୁ କହିଲି, ମା, ମୋର ଇଚ୍ଛା ଥିଲା ଆପଣଙ୍କର ପାଦ ପୂଜା କରିବି, କିନ୍ତୁ ପାଣି ପିଇଦେଲି। ମା କହିଲେ, ସେଥିରେ କ'ଣ ହେଲା? ଚାଲ ସେଇ ଘର ଭିତରକୁ। ଚରଣ ପୂଜା ହୋଇଗଲା ପରେ ମୁଁ ମାଙ୍କର ଶ୍ରୀଚରଣ ଦୁଇଟି ନେଇ ମସ୍ତକରେ ଧାରଣ କରିବା କ୍ଷଣି ମା କହିଲେ, କି ପାଗଳ ପିଲା, ପାଦ କ'ଣ ମଥା ଉପରେ ରଖନ୍ତି? ସେଠାରେ ଯେ ଠାକୁର ଅଛନ୍ତି। ମୁଁ କହିଲି, ମା, ମୁଁ ତ ଠାକୁରଙ୍କୁ ଦେଖିନାହିଁ। ମା କହିଲେ, ଠାକୁର ସ୍ୱୟଂ ଭଗବାନ। ମୁଁ ପଚାରିଲି, ଠାକୁରେ ଯଦି ଭଗବାନ ତେବେ ଆପଣ କିଏ? ମା କହିଲେ, ମୁଁ ପୁଣି କିଏ? ମୁଁ କହିଲି, ଆପଣ ତ ଇଚ୍ଛା କଲେ ହିଁ ଠାକୁରଙ୍କୁ ଦେଖାଇ ଦେଇପାରନ୍ତି। ମା କହିଲେ, ନରେନଙ୍କୁ ଠାକୁର ଛୁଇଁଥିଲେ,
ସେଥିରେ ନରେନ ଚିତ୍କାର କରି ଉଠିଲା, ସାଧନ ଭଜନ କର, ଦେଖିପାରିବ। ମୁଁ କହିଲି, ମା, ଆପଣ ଯାହାର ଗୁରୁ ତାର ସାଧନ ଭଜନ କ'ଣ ଦରକାର? ମା କହିଲେ, ତାହା ଠିକ୍, ତେବେ କ'ଣ ଜାଣ, ଘରେ ରାନ୍ଧିବା ଜିନିଷ ସବୁ ଅଛି, ରୋଷେଇ କରି ଖାଇବାକୁ ପଡ଼େ। ଯିଏ ଯେତେ ଶୀଘ୍ର ରାନ୍ଧିବ ସେ ସେତେ ଶୀଘ୍ର ଖାଇବାକୁ ପାଇବ। କେହି ସକାଳେ ଖାଆନ୍ତି, କେହି ସନ୍ଧ୍ୟାରେ, କେହି ଅଳସୁଆ ହୋଇ ରାନ୍ଧିବା ଭୟରେ ଉପାସ ରହେ। ମୁଁ କହିଲି, ମା, ଏ କଥାଟା ବୁଝିପାରିଲି ନାହିଁ। ମା କହିଲେ, ଯିଏ ଯେତେ ବେଶୀ ସାଧନ ଭଜନ କରିବ ସେ ସେତେ ଶୀଘ୍ର ଦର୍ଶନ ପାଇବ। ନ କଲେ ମଧ୍ୟ ଶେଷ ସମୟରେ ପାଇବ, ନିଶ୍ଚୟ ପାଇବ। କିନ୍ତୁ ଯିଏ ସାଧନ ଭଜନ ନ କରି କେବଳ ହୋ ହାଲ୍ଲା କରି କଟାଇବ ତାର ଡେରି ହେବ। ସାଧନ ଭଜନ କରିବା ପାଇଁ ସଂସାର ଛାଡ଼ିଛ, ସର୍ବଦା ସାଧନ ଭଜନ କରି ହୁଏ ନାହିଁ ବୋଲି ହିଁ ଠାକୁରଙ୍କର କାମ ଭାବି କାମ କରିବା ଦରକାର। ତୁମେ ବେଶୀ କଠୋରତା କର ନାହିଁ। ତୁମର ଶୂଳ ବେଦନା ରୋଗ ଅଛି, ଖାଇବା ବିଷୟରେ ନଜର ରଖିବ। ଏ ରୋଗ ମାରାତ୍ମକ ନୁହେଁ, କିନ୍ତୁ କଷ୍ଟଦାୟକ। ଯେତେବେଳେ କୋଆଲପଡ଼ା ଆଶ୍ରମରେ ଥିଲି ସେତେବେଳେ ମୋ କାମ ଥିଲା 2 ଓଳି ରୋଷେଇ ଘର ପରିଷ୍କାର କରିବା ଓ ପିତ୍ତଳର ହଣ୍ଡା ମାଜିବା। ସେ ସମୟରେ ବର୍ଷା କାଳ ଥିଲା। ହଣ୍ଡା ମାଜୁ ମାଜୁ ହାତରେ ପାଣିଖିଆ ଘା ହୋଇ କଷ୍ଟ ପାଉଥିଲି। ଦିନେ ଜୟରାମବାଟି ଯାଇ ମାଆଙ୍କୁ ପ୍ରଣାମ କରିବାରୁ ମା ପଚାରିଲେ, କ'ଣ ଭଲ ଅଛ ତ? ମୁଁ କହିଲି, ବେଶୀ ଭଲ ନାହିଁ। ମା କହିଲେ, କାହିଁକି? ପୁଣି ପେଟ ବ୍ୟଥା ହେଉଛି ନା କ'ଣ? ମୁଁ କହିଲି, ନା ମା, ବେଦନା ହେଉନାହିଁ, କିନ୍ତୁ ହାତରେ ପାଣିଖିଆ ଘା ହୋଇଯାଇଛି, 2 ଓଳି ହଣ୍ଡା ମାଜିବାକୁ ପଡ଼େ। ମା କହିଲେ, ଖଟା ଦାଉରୁ ପଳାଇ ଆସି ତେନ୍ତୁଳି ଗଛ ମୂଳେ ବାସ, କେଉଁଠି ସଂସାର ଛାଡ଼ି ଆସି ଭଗବାନଙ୍କର ନାମ କରିବ, ନା କେବଳ କାମ? ଆଶ୍ରମ ହେଲା ଦ୍ୱିତୀୟ ସଂସାର। ଲୋକେ ସଂସାର ଛାଡ଼ି ଆଶ୍ରମକୁ ଆସନ୍ତି, କିନ୍ତୁ ଏମିତି ମୋହ ହୋଇଯାଏ ଯେ ଆଶ୍ରମ ଛାଡ଼ି ଯିବାକୁ ଚାହାନ୍ତି ନାହିଁ। ତୁମର ଦେହ ଭଲ ନୁହେଁ, ତୁମେ ଡହରକୁଣ୍ଡୁ ଯାଅ, ଯେତେଟା ପାରିବ ପିଲାଙ୍କୁ ପଢ଼ାଇବ ଓ ଧ୍ୟାନ ଭଜନ କରିବ। ମୁଁ କହିଲି, ମା, ମୋ ଇଚ୍ଛା କେଉଁ ଗୋଟେ ଜାଗାରେ ଯାଇ ସାଧନ ଭଜନ କରିବି, କିନ୍ତୁ ଦେହ ଭଲ ନୁହେଁ। ମା କହିଲେ, ଏବେ କିଛି ଦିନ ଅଳ୍ପ କାମ ନେଇ ରୁହ, ଯେତେବେଳେ ମନରେ ପ୍ରବଳ ଇଚ୍ଛା ହେବ ସେତେବେଳେ ଯିବ। ମୁଁ କହିଲି, ଜପ ତ କରୁଛି, କିନ୍ତୁ ମନ ଲାଗୁନାହିଁ। ମା କହିଲେ, ମନ ଲାଗୁ ନ ଲାଗୁ ଜପ କରିବ। ପ୍ରତିଦିନ ଯଦି ଏତିକି ସଂଖ୍ୟା ଲେଖାଏଁ ଜପ କରିପାର ତ ଭଲ ହୁଏ। ମୁଁ କହିଲି, ଆପଣ ଆଶୀର୍ବାଦ କରନ୍ତୁ, ଯେପରି ଶ୍ରୀ ଶ୍ରୀ ଠାକୁରଙ୍କ ଦର୍ଶନ ପାଏ। ମା କହିଲେ, ତୁମେ ତ ସ୍ୱପ୍ନରେ ଦେଖିଛ, ତୁମେ ଦର୍ଶନ ପାଇବ। ଆଉ ଦିନେ ଜୟରାମବାଟି ଯାଉ ଯାଉ ଚିନ୍ତା କରୁଛି ଯେ ଯଦି ମାଆଙ୍କର ଟିକିଏ ସେବା କରିପାରେ ତ ଖୁବ୍ ଆନନ୍ଦ ହେବ। ସେଠାକୁ ଯାଇ ଦେଖିଲି ମା ତେଲ ଗିନାଟିକୁ ପାଖରେ ରଖି ଗୋଡ଼ 2ଟା ଲମ୍ବାଇ ବସିଛନ୍ତି। ମୁଁ ସେହି ତେଲ ମାଆଙ୍କ ପାଦରେ ଲଗାଇବାକୁ ଲାଗିଲି। ମା କହିଲେ, ଦେଖ, ଏହି ଗୋଡ଼ରେ ଟିକିଏ ଜୋରରେ ଲଗାଉ ତ, ଏଥିରେ ଖୁବ୍ ବ୍ୟଥା ହେଉଛି। ମୋତେ ତାହା କରିବାକୁ ପ୍ରାୟ 25 ମିନିଟ୍ ଲାଗିଲା। ମା କହିଲେ, ଏଥର ହେଲା ତ? ଏବେ ଗାଧୋଇବାକୁ ଯିବି, ଠାକୁରଙ୍କର ପୂଜା କରିବାକୁ ହେବ, ତୁମେ ଏଠାରେ ଖାଇ ପିଇ ଯିବ। ମୁଁ କହିଲି, ନାହିଁ ମା, ମୋତେ ଏଇ କ୍ଷଣି ଯିବାକୁ ହେବ, ଆଉ ଦିନେ ଆସିବି। ମା କହିଲେ, ନା ନା, ମୁଁ କହୁଛି, କେଦାର ବୋଧହୁଏ ମନା କରିଛି। ମୋ କଥା ଶୁଣିବ ନା ତା କଥା ଶୁଣିବ? ତୁମେ କେଦାରକୁ କହିବ ମା ଛାଡ଼ିଲେ ନାହିଁ। ସ୍ୱାମୀ ମହେଶ୍ୱରାନନ୍ଦଙ୍କ ଦ୍ୱାରା ସ୍ମୃତି କଥା। ଜୟରାମବାଟିରେ ଥରେ ଜନ୍ମତିଥି ଦିନ ସକାଳୁ ମା ଅସୁସ୍ଥ ବୋଧ କରିବାରୁ ଭାବିଥିଲେ ଯେ ସ୍ନାନ କରିବେ ନାହିଁ, କିନ୍ତୁ ପିଲାମାନେ ଏହା ଶୁଣି ଚିନ୍ତିତ ହେବେ, ତେଣୁ ଅବଶେଷରେ ସ୍ନାନ କରିବା ହିଁ ଯୁକ୍ତିଯୁକ୍ତ ମନେ କଲେ। ସନ୍ଧ୍ୟା ପରେ ତାଙ୍କୁ ଜ୍ୱର ହେଲା। ମୁଁ ପାଖକୁ ଯିବାରୁ ମା କହିଲେ, ବାବା, ପ୍ରଥମେ ମନର କଥା ଶୁଣିବ। ପ୍ରଥମ ଗୁରୁ ହେଲା ମନ। ଏଇ ଦେଖ ନା, ଆଜି ସକାଳୁ ନିଦରୁ ଉଠି ମନେ ହେଲା ଯେ ଦେହ ଖରାପ ଲାଗୁଛି, ଆଜି ଆଉ ଗାଧୋଇବି ନାହିଁ। ନାନା ପ୍ରକାରର ଭାବି ପରେ ଗାଧୋଇ ପଡ଼ିଲି, ଏବେ ଭଗୁଛି। ମା କହିଲେ, ଠାକୁରେ କହୁଥିଲେ, ଖାଇବ ଗରମ, ଶୋଇବ ନରମ। କୋଆଲପଡ଼ା ମଠରେ ଜଣେ ବିଶିଷ୍ଟ ଭକ୍ତ ଦିନେ ମାଆଙ୍କୁ ପ୍ରଣାମ କରିବାକୁ ଯାଇ କଥା ପ୍ରସଙ୍ଗରେ କହିଲେ, ଆମେ ପାଦ ଛୁଇଁ ପ୍ରଣାମ କଲେ ଯଦି ସେମାନଙ୍କୁ ସେ ପ୍ରକାର କଷ୍ଟ ପାଇବାକୁ ହୁଏ, ତେବେ ତାହା ନ କରିବା ହିଁ ଠିକ୍ ହେବ। ମା ଏହା ଶୁଣି କହିଲେ, ନା ବାବା, ଆମେ ତ ସେଥିପାଇଁ ହିଁ ଆସିଛୁ। ଆମେ ଯଦି ପାପତାପ ନ ନେବୁ, ହଜମ ନ କରିବୁ, ତେବେ କିଏ କରିବ? ପାପୀ ତାପୀମାନଙ୍କର ଭାର ଆଉ କେଉଁମାନେ ସହିବେ? ତେବେ ଯେଉଁମାନେ ଭଲ ଲୋକ ସେମାନେ ପାଦ ଛୁଇଁଲେ କିଛି ହୁଏ ନାହିଁ।
ଜଣେ ଜଣେ ଅଛନ୍ତି ସେମାନେ ଛୁଇଁଲେ ଗୋଡ଼ ଯେମିତି ଜଳିଯାଏ। ତୁମେମାନେ ଅବଶ୍ୟ ପାଦ ଛୁଇଁ ପ୍ରଣାମ କରିବ ବାବା। ଜୟରାମ ବାଟିରେ ଥରେ ଆମେ ରାତିରେ ଖାଇ ବସିଛୁ। ଗୋଟିଏ ଜୁଳୁଜୁଳିଆ ପୋକ ପ୍ରଦୀପର ଚାରିପଟେ ଉଡ଼ି ବୁଲୁଥିଲା। ଜଣେ ଭକ୍ତ ସେଟାକୁ ଧରି ବାହାରେ ଛାଡ଼ିଦେଲେ। ମା ସେଥିରେ ବିରକ୍ତ ହୋଇ କହିଲେ, ତା ଉପରେ ଏତେ ଦୟା କରିବା ଦରକାର ନାହିଁ, ତାକୁ ମାରିଦିଅ। ଏବେ ଦୀପରେ ପଡ଼ିଗଲେ ଖରାପ ହେବ। ଓଂ ନିରଞ୍ଜନମ ନିତ୍ୟମନନ୍ତ ରୂପମ ଭକ୍ତାନୁକମ୍ପାଧିତ ବିଗ୍ରହଂ ବୈ ଈଶାବତାରଂ ପରମେଶମିଡ୍ୟଂ ତ୍ୱଂ ରାମକୃଷ୍ଣଂ ଶିରସା ନମାମି।